ସାଙ୍ଗମାନେ ଆମେ ଏବେ ଆସି ପହଞ୍ଚିଗଲୁ ନଈରେ ମାଛ ଧରିବା ପାଇଁ। ଯାହାକି ଆଜି ଜାଲ ପକେଇବା ନଈରେ, ଦେଖିବା କ'ଣ ପଡ଼ୁଛି ନଈରେ। ବର୍ତ୍ତମାନ ଟେଷ୍ଟ ଚାଲିଛି। ବହୁତ ବଡ଼ ନଈ। ଆମ ଯେଉଁ ଯେ ଦୁଇ ଜଣ ଜାଲୁଆଳି ପକେ ବର୍ତ୍ତମାନ ସେ ଗୁଟକା ଖାଇଲେ। ଦେଖୁଛନ୍ତି କେଉଁଠି କ'ଣ ପକେଇ ଭଲ ମାଛ ପାଇଏ। ଆଚ୍ଛା, ଗୁଟୁକା ମୋତେ ବି ଦୁଇଟା ଦେଲେ। ମୋର ଥାଉ ଦୁଇଟା, ମୋର ଦୁଇଟା ହେଇଯିବ। ପାଣି ବୋତଲ ଗାମୁଛା ସବୁ ଧରିକି ଆସିଛନ୍ତି ମାଛ ଧରିବା ପାଇଁ, ପୁରା ପ୍ରସ୍ତୁତ। ଆଉ ତାଙ୍କ ଡ୍ରେସ୍ ଚେଞ୍ଜ କରିଦେଲେ ଆମ ଯିଏ ଜାଲ ପକେ ନନ ମମତାଜ, ଇଏ ଏକାଥରେ ପାଣି ପିଇଦେଲା। ଆଉ ଆଚ୍ଛା, ହଉ ପାଣି ପିଅ, ପାଣି ପିଇଦିଅ। ବର୍ତ୍ତମାନ ଜାଲ ଦୁଇ ଜଣ ପକେଇଦେଲେ, ଦେଖିବା କାହା ଜାଲରେ କ'ଣ ଆସୁଛି। ଦେଖା ହେଲା କ'ଣ ୟା ଜାଲର? ହଉ ଜାଲ କାହିଁ ଦେଖା ହଉନି, କାହିଁ ଅନୁକୂଳ ହେଲାନି। ତଥାପି ଆଣ ଉପରୁ ଦେଖିବା। ହଁ, ୟାର ପୁରା ଭର୍ତ୍ତି ହେଇକି ଆସିଛନ୍ତି ଚୁନା ମାଛ, କରାଣ୍ଡି ମୌରାଳି ପୁରା ଭର୍ତ୍ତି। 2-3 ଖେପାର ଆରାମସେ ତରକାରୀ ହେଇଯିବ। ନଈର ପ୍ରବଳ କରାଣ୍ଡି ମୁରାଳି ପଡ଼ୁଛନ୍ତି ଜାଲର, ଚୁନାମାରି ଜାଲର। ଇଏ ଜାଲ ପକଉଥିଲା, ଛାଡ଼ି ଦୌଡ଼ି ପଳେଇଗଲା ଇଏ ଦେଖିକି ଚୁନା ମାଛ। ଆଚ୍ଛା, ଦେଖ ଧୋଇକି ଜାଲ ଆଣିଲା। ବର୍ତ୍ତମାନ କେତେ ଚୁନା ମାଛ ପଡ଼ିଛନ୍ତି ଗୋଟେ ଖେପାର, ଏତିକ ଚିନ୍ତା କରନ୍ତୁ। ଝାଡ଼ୁ ନ ଖାଲି ସେ କେତେ ସମୟ ରଖିବ? ଏଇରମ ଝାଡ଼ିକି ପୁଣି ପକେଇବ ନା ଏଇରମ ଟେକିକି ସଫା କରିବ? କି ମାଛ ଏଟା? ଛଟ 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 ହଉଛନ୍ତି କରାଣ୍ଡି ମୌରାଳି। ମାନେ ଗୋଟେ ଖେପାର ତରକାରୀ ଆରାମସେ ହେଇଯିବ। 300 ପାଖାପାଖି ଗୋଟେ ଖେପାର ମୌରାଳି ଖଣ୍ଡେ ଆସୁଛନ୍ତି, ନୁହେଁ କି? 300-400 ହେବେନି କି? ଜାଲଟା ଆଉ ଟିକେ ଧୋଇ ଦିଅନ୍ତା ସିନା। ଦେଖ ଗୋଟେ ଖେପାରେ ଏତିକ, ଚିନ୍ତା କରନ୍ତୁ ମାନେ କେତେ ମାଛ ଅଛନ୍ତି ନଈରେ। ମୁଁ ଏଠି ମାଛ ରହିଛି, ସେ ପୁଣି ଯାଇଛନ୍ତି ପକେଇ ଦେଠି। ଦେଖିବା ବଡ଼ ମାଛ କିଛି ପଡ଼ୁଛନ୍ତି କି? ଖାଲି ଚୁନା, ଆଉ କିଛି ନା।